ହ୍ୟାଲୋ ହାଇ ସାଙ୍ଗମାନେ ନମସ୍କାର। କେମିତି ଅଛନ୍ତି ଆପଣମାନେ? ଆଶା କରୁଛି ସମସ୍ତେ ଭଲ ଥିବେ। ସର୍ବପ୍ରଥମେ ତ ମୋର ସମସ୍ତ ଖ୍ରୀଷ୍ଟପ୍ରେମୀ ଭାଇ ଭଉଣୀମାନଙ୍କୁ ଏବଂ ମୋର ସ୍ପେଶିଆଲି ମୋର ଆଦିବାସୀ ଭାଇ ଭଉଣୀମାନେ ଯେଉଁମାନେ ଖ୍ରୀଷ୍ଟିଆନ ହେଇଛନ୍ତି ସେମାନଙ୍କୁ ମୋ ତରଫରୁ ହାର୍ଦ୍ଦିକ ଶୁଭେଚ୍ଛା ଏବଂ ଅଭିନନ୍ଦନ ଜଣାଉଛି। ଆଶା କରୁଛି ଏଇ ବର୍ଷର କ୍ରିସମାସ ଆପଣମାନେ ବହୁତ ଖୁସି ସହିତ ଆପଣ ଫ୍ୟାମିଲି ସହିତ ପାଳନ କରୁଥିବେ। ଆଜିର ଭିଡ଼ିଓରେ ମୁଁ ଆପଣମାନଙ୍କୁ ଏମିତି ମାନେ ଏଥିପାଇଁ ଭିଡ଼ିଓ ବନାଉଛି ଯେ ଆକ୍ଚୁଆଲି ଆମେ ଖ୍ରୀଷ୍ଟିଆନିଟିରୁ ଆମେ କ'ଣ କ'ଣ ସବୁ ଶିଖୁଛୁ। ଓକେ, ମୁଁ ବି ବର୍ତ୍ତମାନ ମାନେ ବହୁତ ଜିନିଷ କିଛି ଶିଖିଛି ଖ୍ରୀଷ୍ଟିଆନିଟିରୁ। ଓକେ, ବହୁତ ଜିନିଷ ସେ ଶିକ୍ଷା ଦେଉଛି, କାରଣ ୱାର୍ଲଡର ସବୁଠାରୁ ପପୁଲାର ଏବଂ ପିସ୍ ରିଲିଜନ ଯାହାକୁ କି ଖ୍ରୀଷ୍ଟିଆନିଟି ବୋଲି କୁହାଯାଏ। ତା ଅନୁସାରେ ଆମକୁ ମଧ୍ୟ ସେଇ ଖ୍ରୀଷ୍ଟିଆନିଟିରୁ ଶିଖିବାକୁ ପଡ଼ିବ। ଆପଣମାନେ ଖ୍ରୀଷ୍ଟିଆନ ହେଇଛନ୍ତି, ଲୋକମାନେ ପ୍ରାୟତଃ ଖ୍ରୀଷ୍ଟିଆନ ହେଇଛନ୍ତି, କିନ୍ତୁ ତାର ଆକ୍ଚୁଆଲି ଭ୍ୟାଲୁ ସେମାନେ ଜାଣିପାରିନାହାନ୍ତି। ଆକ୍ଚୁଆଲି ମାନେ କ'ଣ ଟିଚ୍ କରୁଛି ଖ୍ରୀଷ୍ଟିଆନିଟି, ତାକୁ ନେଇ ବର୍ତ୍ତମାନ ପର୍ଯ୍ୟନ୍ତ ଲୋକମାନେ ଜାଣିପାରିନାହାନ୍ତି। ଯାହାଦ୍ୱାରା କି ବର୍ତ୍ତମାନ ଯେଉଁମାନେ ନୂଆ ନୂଆରେ ଖ୍ରୀଷ୍ଟିଆନ ହେଇଯାଆନ୍ତି, କୌଣସି ପ୍ରକାର ପ୍ରଲୋଭନ ହଉ କି ବାଇ ଚଏସ୍ରେ ସେମାନେ ପ୍ରଥମେ ବହୁତ ଜିନିଷ ମାନେ ଚେଞ୍ଜ କରିଦେଇଥାନ୍ତି। ଏମିତି ନିଜର ନାମ ବି ଚେଞ୍ଜ କରିଦିଅନ୍ତି, ନିଜ ପୂର୍ବପୁରୁଷ ମାନଙ୍କର ନାଁ ବି ଚେଞ୍ଜ କରିଦିଅନ୍ତି। ଏମିତି ନିଜର ମାନେ ଖରାପ ଗୁଣ ଯାକ, ମଦ ପାଣି ଏଗୁଡ଼ାକୁ ପିଇବୁନୁ ବୋଲି ସେମାନେ କରିଦେଇଥାନ୍ତି। କିନ୍ତୁ କାଳକ୍ରମେ ସେମାନେ ପୁଣି ଥରେ ସେଇ ରାସ୍ତାରେ ହିଁ ଆସିଥାନ୍ତି, ସେ ମଦ ହିଁ ପିଇଥାନ୍ତି, ଆଉ ସେଇ ନର୍ମାଲି ଆଗରୁ ଯେମିତି ବଞ୍ଚୁଥିଲେ ସେମିତି ହିଁ ବଞ୍ଚନ୍ତି। ଆଜିର ଭିଡ଼ିଓରେ ମୁଁ ଆକ୍ଚୁଆଲି ଖ୍ରୀଷ୍ଟିଆନିଟି କ'ଣ ତାକୁ ନେଇକି ଆପଣମାନଙ୍କୁ ଭିଡ଼ିଓ ମାନେ ଜଣାଉଛି। ମୁଁ ବି ଶିଖିଛି, ଆପଣମାନେ ମଧ୍ୟ ଶିକ୍ଷା କରିବାକୁ ଶିଖିବେ। ଓକେ, ଖାଲି ଖ୍ରୀଷ୍ଟିଆନ ହେଇକି କ୍ରିସମାସ ସେଲିବ୍ରେସନ କଲେ ତ କିଛି ଲାଭ ନାହିଁ, ତା ସହିତ ତାର ଭ୍ୟାଲୁ ମଧ୍ୟ ଆମକୁ ଶିଖିବାକୁ ପଡ଼ିବ। ସେଇ ଉଦ୍ଦେଶ୍ୟରେ ଆଜିର ମୁଁ ଭିଡ଼ିଓ ବନାଉଛି। ଆପଣମାନଙ୍କୁ ଭଲ ଲାଗିବ, ଭିଡ଼ିଓ ଟିକେ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଓକେ, ଫ୍ରେଣ୍ଡସ୍, ପ୍ରଥମେ ଆମେ ଜାଣିବାକୁ ପଡ଼ିବ ଯେ ଖ୍ରୀଷ୍ଟିଆନିଟିର ମେନ୍ ଗଡ୍ କିଏ। ମୁଁ ଜାଣିବା ଅନୁସାରେ ଜେସୁସ୍ ଖ୍ରୀଷ୍ଟ। ଓକେ, ପ୍ରଭୁ ଯୀଶୁ। ଓକେ, ତାଙ୍କର ଜନ୍ମ କୋଉଠି ହେଇଥିଲା? ତାଙ୍କର ଜେରୁସାଲେମ ବା ବେଥଲିମ୍ ଜାଗା, ଯୋଉଠିକି ବର୍ତ୍ତମାନ ଇସ୍ରାଏଲ ପାଲେଷ୍ଟାଇନ ଏଗୁଡ଼ାକର ଯୋଉ ଜାଗାରେ ହେଇଛି, ମାନେ ବର୍ତ୍ତମାନ ଯୋଉ ବିବାଦ ଚାଲିଛି ହାମାସ ଆଉ ଇସ୍ରାଏଲ, ସେ ଜାଗାରେ ହେଇଥିଲା ଜେରୁସାଲେମର। ଆଉ ଆମେ ସେଇ ଜେରୁସାଲେମର ଲୋକମାନଙ୍କ ଠାରୁ, ସେମାନେ ହିଁ ଖ୍ରୀଷ୍ଟିଆନିଟିକୁ ସ୍ପ୍ରେଡ କରିଛନ୍ତି ନା, ତ ସେମାନଙ୍କ ଠାରୁ ଆମେ ଆକ୍ଚୁଆଲି କ'ଣ ଶିଖିବା ଦରକାର, ସେମାନଙ୍କ ଠାରୁ କ'ଣ ଶିଖିବା ଉଚିତ। ପର୍ସନାଲି ମୁଁ କ'ଣ ଶିଖିଛି ସେଇ ଖ୍ରୀଷ୍ଟିଆନିଟି ଯାହାକି ଜେରୁସାଲେମରୁ ଆସିଛି। ଆକ୍ଚୁଆଲି ଜେରୁସାଲେମର ଲୋକମାନେ ହିଁ ଜାଣିଛନ୍ତି ନିଜର ଫୋର ଫାଦର ମାନଙ୍କୁ, ନିଜର ଆନସିଷ୍ଟର ମାନଙ୍କର ବିଶ୍ୱାସ ଆଉ ସଂସ୍କୃତିକୁ କି ପ୍ରକାର ଭାବରେ ମାନେ ଆମେ ଭଲ ପାଇବା ଆଉ କି ପ୍ରକାର ଭାବରେ ଲୋକମାନଙ୍କ ପାଖରେ ପହଞ୍ଚେଇବା। ନୋ ଡାଉଟ ସେମାନେ ଯୋଉ ଜାଗାରେ ବି ଥାଆନ୍ତୁ, ଆମ ସହିତ ଲିଙ୍କ ଥାଆନ୍ତୁ ନ ଲିଙ୍କ ଥାଆନ୍ତୁ, ସେଟା କିଛି ଫରକ ପଡେ ନାହିଁ। ଆଉ ସେଥିପାଇଁ ନା ଆଜି ଆମେ ଖ୍ରୀଷ୍ଟିଆନିଟିକୁ ଆମେ ଜାଣିପାରୁଛୁ, ତ ସେଥିପାଇଁ ତ ତାଙ୍କଠାରୁ ଆମକୁ ଶିଖିବାକୁ ପଡିବ ନା। ଆମେ ତାଙ୍କଠାରୁ କ'ଣ ଆମର ଦାଦା ଜେଜେବାପା ଜେଜେମା କ'ଣ ତାଙ୍କର କ'ଣ ସମ୍ପର୍କ ଥିଲା? କିଛି ନା। ଆମ ଆନସେଷ୍ଟର ଲାଇନରେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଆନସେଷ୍ଟର ଲାଇନରେ ଆମର କିଛି ହିଁ ନାହିଁ, କିନ୍ତୁ ତାଙ୍କର ବାଣୀରେ ଆମେ କେମିତି ପରିବର୍ତ୍ତନ ହେଇଯାଉଛୁ, ଆମର ଲାଇଫ ସବୁ ଚେଞ୍ଜ ହେଇଯାଉଛି। ଓକେ, ତ ସେଟା ହଉଛି ଗ୍ରେଟଫୁଲନେସ୍, ଖ୍ରୀଷ୍ଟିଆନିଟିର ଗ୍ରେଟଫୁଲନେସ୍। ଆପଣମାନେ ମଧ୍ୟ ସେଇଟା ଶିଖିବାକୁ ପଡିବ। ସେ ଖ୍ରୀଷ୍ଟିଆନିଟିରୁ ଜେରୁସାଲେମର ଲୋକମାନେ ମାନେ ନିଜର ଫୋର ଫାଦର ମାନଙ୍କର ଗ୍ଲୋରିଫାଇ କରିବା ପାଇଁ ବହି ଲେଖିଲେ, କାହାଣୀ ଲେଖିଲେ ତାଙ୍କର ଫୋର ଫାଦର ମାନଙ୍କ। ନୋ ଡାଉଟ ସେଠି ଲଜିକ ଥାଉ ନଥାଉ କିଛି ଫରକ ପଡିବନି, ସେମିତି ଗୋଟେ ବହି ଲେଖିକି ସେମାନେ ସ୍ପ୍ରେଡ କଲେ ତାଙ୍କର ଫୋର ଫାଦର ମାନଙ୍କର ଯୋଉ ମାନେ ବିଶ୍ୱାସକୁ, ଯାହାକୁ କି ଖ୍ରୀଷ୍ଟିଆନିଟି କୁହାଯାଏ, ସବୁଆଡେ ସ୍ପ୍ରେଡ କଲେ। ଆମେ ମଧ୍ୟ ଆମ ଦେଶରେ ମଧ୍ୟ ଆମେ ମଧ୍ୟ ଆମର ଭାଇ ଭଉଣୀ ମାନେ ମଧ୍ୟ ତାକୁ ଆକ୍ସେପ୍ଟ କରୁଛନ୍ତି ଖ୍ରୀଷ୍ଟିଆନିଟି। ଓକେ, ତ ନିଜର ଫୋର ଫାଦର ମାନଙ୍କୁ, ନିଜର ମାନେ ପୂର୍ବପୁରୁଷ ମାନଙ୍କର ବିଶ୍ୱାସ, ଧର୍ମ, ସଂସ୍କୃତି, ତାଙ୍କର ଯୋଉ ମାଇଣ୍ଡ ସେଟକୁ ଯଦି ଭଲ ପାଇବା, ସେଇ ଖ୍ରୀଷ୍ଟିଆନିଟି ହିଁ ଜାଣିବାକୁ ପଡ଼ିବ। ସେ ଖ୍ରୀଷ୍ଟିଆନିଟିରୁ ହିଁ ସେଟା ଶିଖିବାକୁ ପଡିବ ଯେ ଆମର ପୂର୍ବପୁରୁଷ ମାନଙ୍କୁ ଆମେ କିପରି ସମ୍ମାନ ଦେବା ଦରକାର, କିପରି ଆମେ ମାନେ ତାଙ୍କର କଥାବାର୍ତ୍ତାକୁ କିପରି ଆମେ ଦୁନିଆରେ ସ୍ପ୍ରେଡ କରିପାରିବା। ଆପଣମାନେ ଜାଣିଥିବେ ଜେରୁସାଲେମର ଲୋକମାନେ ତାଙ୍କର ପୂର୍ବପୁରୁଷର କାହାଣୀକୁ ଲେଖିଲେ। ଓକେ, ନା ସେଠି କ'ଣ ଅଛି? କୌଣସି ଲଜିକ ନାହିଁ, ସାଇଣ୍ଟିଫିକ ଲଜିକ ନାହିଁ, ଏମିତି ଲଜିକ ଅଛି। କ'ଣ ଲଜିକ? କିଛି ଲଜିକ ନାହିଁ। ତାଙ୍କ ଅନୁସାରେ ଯେମିତି ବି ହଉ, ତାଙ୍କର ଗୋଟେ ପୂର୍ବପୁରୁଷ ମାନଙ୍କର କାହାଣୀ ଥିଲା ଯେ ପୃଥିବୀରେ ଜୀବଜନ୍ତୁ ସବୁ ବନେଇବା ପାଇଁ ତାଙ୍କର ଯୋଉ ପୂର୍ବପୁରୁଷ, ଯୋଉ ଭଗବାନ, ଯୋଉ ପ୍ରଭୁ ଯିଏ ଥିଲେ,
ସିଏ ମାନେ ପୁରା ପୃଥିବୀକୁ 6 ଦିନରେ ବନେଇଛନ୍ତି। ପୁରା ବ୍ୟାକ୍ଟେରିଆ, ଯେତେ ସବୁ ବ୍ୟାକ୍ଟେରିଆ, ଜୀବଜନ୍ତୁ, ଅର୍ଗାନିଜମ, ଗ୍ୟାଲେକ୍ସି, ୟୁନିଭର୍ସ, ସେ ସୋଲାର ସିଷ୍ଟମ, ସବୁ ଜିନିଷ 6 ଦିନରେ ବନା ହେଲା। ଆଉ ଗୋଟେ ଦିନ ତାଙ୍କୁ ରେଷ୍ଟ ଦରକାର ଥିଲା, ତ 7 ଦିନରେ ଓକେ 7 ଦିନରେ ତାଙ୍କେ ରେଷ୍ଟ ନେଲେ। ସୋ ସେଥିପାଇଁ 7 ଦିନ ମାନେ ଦେଖନ୍ତୁ 7 ଦିନକୁ ବି କେମିତି ଗୋଟେ ତାଙ୍କର ଫୋର ଫାଦର ମାନେ କେମିତି ଗୋଟେ ଡିସ୍କଭର କରାଯାଇଥିଲା, ତାଙ୍କର ଯୋଉ ବିଲିଫଟା କେମିତି ଆସିଥିଲା। ଓକେ, ତ ଯେମିତି ବି ହଉ ସେଠି ଲଜିକ ଥାଉ ନଥାଉ ତାଙ୍କର କିଛି ଫରକ ପଡିଲାନି। ତାଙ୍କର କେବଳ ଦରକାର ଥିଲା ତାଙ୍କର ପୂର୍ବପୁରୁଷ ମାନଙ୍କର ଗୁଣ ଗାନ କରିବାର। ଓକେ, ସେମାନେ ଲେଖିଦେଲେ କଣ ଅଛି, କିନ୍ତୁ ବର୍ତ୍ତମାନ ଆପଣ ମାନେ ଆଉ ସେମାନେ ଏମିତି ବି ସେଟା ଲେଖିଲେ ଯେ ସେ ତାକୁ କ୍ୱେଶ୍ଚିନ ହିଁ କିଏ କରିବେ। ଏବେ କିଏ କରୁଛନ୍ତି ଆମର ଯୋଉ ଖ୍ରୀଷ୍ଟିଆନ ଲୋକମାନେ ଯୋଉମାନେ ମାନେ କଣ କ୍ୱେଶ୍ଚିନ କରୁଛନ୍ତି କି ପୃଥିବୀ 6 ଦିନରେ ଇଏ ହେଇଥିଲା ବୋଲି? ସାଇଣ୍ଟିଫିକାଲି କିଏ କ୍ୱେଶ୍ଚିନ କରିବେନି, କିନ୍ତୁ ଅଲଗା ଧର୍ମରେ ସେମାନେ କ୍ୱେଶ୍ଚିନ କରିପାରିବେ। ଯଦି ହିନ୍ଦୁଇଜମରେ ଯଦି ଜଣେ କହିଲା 6 ଦିନ ଦୁନିଆ ବନା ହେଇଥିଲା, ସେ ଲୋକ ଆମ ହିନ୍ଦୁ ଲୋକ ହିଁ ଫାଷ୍ଟ ସେଠି କ୍ୱେଶ୍ଚିନ କରିବେ କେମିତି ହେଇଥିଲା, କଣ ତାର ପ୍ରମାଣ, କଣ ଏମିତି ଥିଲା, ସବୁ ଜିନିଷ ବୁଝିବେ। କିନ୍ତୁ ଯୋଉମାନେ ଫଲୋ କରୁଛନ୍ତି ଖ୍ରୀଷ୍ଟିଆନିଟି, ସେମାନେ ୱିଥାଉଟ୍ ଲଜିକ ନଥିଙ୍ଗ ୱାର୍କ, ସେମାନଙ୍କୁ କେବଳ ତାଙ୍କର ପୂର୍ବପୁରୁଷ ମାନଙ୍କର ଭଲ ପାଇବା ଦରକାର, ତାହା ହିଁ ସେମାନେ ସ୍ପ୍ରେଡ କରୁଛନ୍ତି। କିନ୍ତୁ ଆମ ହିନ୍ଦୁଇଜମରେ ଯୋଉ ଜିନିଷ ଅଛି 10 ଅବତାର ଅଛି, ଯାହାକି ଡାରୱିନ ଥିଓରି ହଉ କି ଯୋଉ ହଁ ଡାରୱିନ ଥିଓରିଜ ଅଫ ଇଭଲ୍ୟୁସନରେ ଯୋଉଟା କି ପାରାଲାଲ 10 ଅବତାର ପାରାଲାଲ ଟିକେ ଯାଏ, କାହିଁକିନା ଡାରୱିନ ଥିଓରି ଅନୁସାରେ ବି ପ୍ରଥମେ କଣ ଆମର ଲିକ୍ୱିଡ ଷ୍ଟେଟରୁ ହିଁ ଆମର ଯେତେ ସବୁ ଇଭଲ୍ୟୁସନ ଷ୍ଟାର୍ଟ ହେଇଥିଲା। ତ ସେମିତି ବି 10 ଅବତାର ବି ସେମିତି ହିଁ ଥିଲା, ମତ୍ସ୍ୟ, କଶ୍ୟପ, ବରାହ, ଏମିତି ହିଁ ହେଇଥିଲା। ତାହାକୁ ଯଦି ବି ଆମେ ଦେଖିବା, ପ୍ରଥମେ ଜଳରେ ହିଁ ମାନେ କଣ ଜୀବଜଗତ ସୃଷ୍ଟି ହେଇ ସ୍ଥଳକୁ ଭାଗକୁ ଆସିଥିଲା। କିନ୍ତୁ ଜେରୁସାଲାମର ଲୋକମାନେ ସେମିତି କିଛି ଲଜିକ ଭାବିଲେନି। ସେମାନେ ତାଙ୍କର ଯୋଉ ପୂର୍ବପୁରୁଷ ମାନେ ଯୋଉଟା କହିଛନ୍ତି ସେଇଟା ହିଁ ଠିକ, ତା ଅନୁସାରେ ତାଙ୍କେ ସେ କଥା ଲେଖିଲେ। नो डाउट ସମସ୍ତେ ଆକ୍ସେପ୍ଟ କରୁଛନ୍ତି। ବର୍ତ୍ତମାନ ସାଇଣ୍ଟିଫିକାଲି ବହୁତ ଜିନିଷ ପ୍ରୁଭ ହେଇ ସାରିଲାଣି ଯେ ନାଇଁ ପ୍ରକୃତରେ ମଣିଷର ଇଭଲ୍ୟୁସନ ବି ବହୁତ ସମୟ ଲାଗିଛି। ପୃଥିବୀର କ୍ରିଏସନର ବି ଇଭଲ୍ୟୁସନ ଚାଲିଛି, ୟୁନିଭର୍ସର କ୍ରିଏସନ ବି ବହୁତ କୋଟି କୋଟି ସମୟ ଲାଗିଛି। କିନ୍ତୁ ସେମାନେ ତାହା ଆମର ଯୋଉ ମାନେ ଖ୍ରୀଷ୍ଟିଆନିଟିର ଲୋକମାନେ ତାହାକୁ କେବେ କ୍ୱେଶ୍ଚିନ କରନ୍ତି ନାହିଁ। ଜାଣିଥିବେ ନ ଜାଣିଥିବେ ସେଟା ଅଲଗା କଥା, କିନ୍ତୁ କ୍ୱେଶ୍ଚିନ କରନ୍ତି ନାହିଁ। କାହିଁକିନା ସେଟା ତାଙ୍କ ପୂର୍ବପୁରୁଷ ମାନଙ୍କର ମାନେ ଲେଖା ହେଇଥିବା ଗୋଟେ ବାର୍ତ୍ତାଟା, ତ ସେଟା ମାନିବାକୁ ପଡିବ। ସୋ ସେହି ଜିନିଷ କାରଣ ମାନିବାକୁ ପଡିବ, ତାଙ୍କେ ସେ ଜିନିଷ ଲେଖିଛନ୍ତି, ତ ତାହାକୁ ଆମେ ଶିକ୍ଷା କରିବାକୁ ପଡିବ। ନ ଡାଉଟ ଆମ ପୂର୍ବପୁରୁଷ ମାନେ ମୂର୍ଖ ଥାନ୍ତି କି ଅଳିଆ ଥାନ୍ତି, ଗନ୍ଧିକି ଥାନ୍ତୁ, ଯାହା ବି ଥାଉ, କିନ୍ତୁ ତାଙ୍କର ଯୋଉ ଗୁଣଟାକୁ ଗାନ କରିକି ଲୋକମାନଙ୍କ ପାଖରେ ପହଞ୍ଚେଇବା ଶିକ୍ଷାଟା ଖ୍ରୀଷ୍ଟିଆନିଟିରୁ ହିଁ ଶିକ୍ଷାକୁ ପଡିବ। ଓକେ, ଯେମିତି ବି ହଉ ଦେଖନ୍ତୁ ଏବେ ବି ମଧ୍ୟ ତାକୁ ଭେରିଏସନ ଆସିଯାଉଛି। ବର୍ତ୍ତମାନ ଖ୍ରୀଷ୍ଟିଆନିଟିରୁ ବି ବହୁତ ଭେରିଏସନ ଅଛି। କିଏ ବାପ୍ତିସ ହଉଛି, କାଥଲିକ ହଉଛି, କେତେ ଲୋକମାନେ ତ ଡିସେମ୍ବର 25ରେ ଯୀଶୁ ଜନ୍ମ ହେଇନାହାନ୍ତି ବୋଲି ବି ଡିସେମ୍ବର 25କୁ ପାଳନ କରୁନାହାନ୍ତି, କେତେ ଜଣ ପାଳନ କରୁଛନ୍ତି। ତଥାପି ସେମାନେ ଗୋଟେ ଖ୍ରୀଷ୍ଟିଆନିଟି, ସେମାନେ ଗୋଟେ ଖ୍ରୀଷ୍ଟିଆନ ବୋଲିକି ତାଙ୍କ ପୂର୍ବପୁରୁଷ ମାନଙ୍କୁ ସମ୍ମାନ ଦେଇ ଜାଣୁଛନ୍ତି। ସେଇଟା ହଉଛି ଆକ୍ଚୁଆଲି ଲଭ ଫର ୟୋର ଆନସିଷ୍ଟର। ସେଇ ଜିନିଷ ଆମକୁ ଶିଖିବାକୁ ପଡିବ। ଖାଲି ଖ୍ରୀଷ୍ଟିଆନ ହେଲା ପରେ ଖାଲି ପର୍ବ ପାଳନ କରିଦେଲେ ସେଟା ଖ୍ରୀଷ୍ଟିଆନ ନାହିଁ। ନିଜର ପୂର୍ବପୁରୁଷ ମାନଙ୍କର ସମ୍ମାନ ଦେବା, ସେମାନଙ୍କର ସଂସ୍କୃତି ବ୍ୟବସ୍ଥାକୁ ସମ୍ମାନ ଦେବାକୁ ହଉଛି ଖ୍ରୀଷ୍ଟିଆନିଟିର ମୂଳ ଉଦ୍ଦେଶ୍ୟ। ଆଉ ସେମାନେ ତାହା ବି ସ୍ପ୍ରେଡ କରୁଛନ୍ତି, ତାଙ୍କର ସେଇଟା ଅଛି, ତାଙ୍କ ପୂର୍ବପୁରୁଷ ମାନଙ୍କର ଭଲ ପାଇବା ତାଙ୍କ ପାଖରେ ଅଛି ବୋଲି ତ ଏତେ ସବୁ କରୁଛନ୍ତି। ଯେମିତି ବି ହଉ ଓକେ, ତାଙ୍କର ଆଉ ଗୋଟେ ମାନେ କେତେ ବର୍ଷ ପରେ ତାଙ୍କର ଆଉ ଗୋଟେ କନସେପ୍ଟ ଆସିଲା, କଣ ଇସଲାମ। ଇସଲାମ ବି ସେ ଇବ୍ରାହିମିକ ମାନେ ଇଏ ନା ରିଲିଜିଅନ ନା, ତ ତାଙ୍କେ ବି କଣ କହୁଛନ୍ତି, ତାଙ୍କର ବି ଆଲ୍ଲାହ ବିନା ଦୁନିଆରେ ଆଉ କିଏ ଏକ୍ଜିଷ୍ଟ ହିଁ କରୁନାହାନ୍ତି। ଯିଏ ଆଲ୍ଲାହକୁ ମାନିବ ସେ ହିଁ ବଞ୍ଚିବାର ଅଧିକାର ଅଛି। ଖ୍ରୀଷ୍ଟିଆନ ଲୋକମାନଙ୍କର ବି ଖ୍ରୀଷ୍ଟିଆନର ବି ଅଛି, ଯୀଶୁଙ୍କ ପାଖରେ ଶରଣା ହୁଅ। ଯୋଉମାନଙ୍କର ତା ପାଖରେ ଶରଣା ହଉନାହାନ୍ତି ସେମାନେ ଆକ୍ଚୁଆଲି ତାଙ୍କ ଲୋକ ହିଁ ନାହାନ୍ତି, ସେମାନେ ଶୈତାନର ଲୋକ, ଏମିତି ବି ବିଶ୍ୱାସ କରାଯାଏ। ତ ସେଥିପାଇଁ ତ ଯୋଉମାନେ ଆଦିବାସୀ ଲୋକମାନେ ଧର୍ମ ଚେଞ୍ଜ କରୁଛନ୍ତି, ଖ୍ରୀଷ୍ଟିଆନ ହେଇଯାଉଛନ୍ତି, ତାଙ୍କର ଆନସିଷ୍ଟର ମାନଙ୍କର ପୂଜା ପଦ୍ଧତିକୁ ଶୈତାନର ପଦ୍ଧତି ବୋଲି କହିଥାଉଛନ୍ତି। ତାଙ୍କର ଭଗବାନଙ୍କୁ, ଆଦିବାସୀ ମାନଙ୍କ ଭଗବାନଙ୍କ ଯୋଉ ପୂଜା ପଦ୍ଧତିକୁ ସେମାନେ ଶୈତାନ ବୋଲି କହିଦଉଛନ୍ତି। କଣ ପାଇଁ? ତାର ମେନ୍ ରିଜନ ଅଛି ସେଠି ଅଛି, ତ ସେମାନଙ୍କର ସେଇଟା ଅଧିକାର ଅଛି। କାହିଁକି ନା ଖ୍ରୀଷ୍ଟିଆନିଟି ଲୋକମାନେ, ଜେରୁସାଲାମର ଲୋକମାନେ ତାଙ୍କ ଆନସିଷ୍ଟରକୁ ସେମାନଙ୍କ ଭଲ ପାଇବା ଏତେ ଥିଲା, ତାଙ୍କେ ସେ ଜିନିଷ ସ୍ପ୍ରେଡ କରିବାକୁ ଚାହିଁଲେ, ସ୍ପ୍ରେଡ କଲେ। ଏମିତିକି ଆମ ମାନଙ୍କ ମନରେ ମଧ୍ୟ ସେ ଜିନିଷକୁ ବସେଇ ଦେଲେ, ବ୍ରେନ ୱାଶ କରିକି ସେ ଜିନିଷ ବସେଇ ଦେଲେ।
ଦେଖୁଛନ୍ତି ତ କେତେ ବଡ଼ ଜିନିଷ ଆମକୁ ଶିକ୍ଷା କରିବାକୁ ପଡ଼ିବ ସେଇ ଖ୍ରୀଷ୍ଟିଆନିଟିର। ଓକେ, ସେମାନେ ଜିହାଦୀ ଗୋଟେ କନସେପ୍ଟ ଅଛି ମୁସଲମାନ ମାନଙ୍କ। ସେ ଜିହାଦୀ କନସେପ୍ଟ ତାଙ୍କ ଅନୁସାରେ ସେଟା ଠିକ ଅଛି। ଯିଏ ତାଙ୍କର ଆନସିଷ୍ଟର ମାନଙ୍କୁ ମାନିବେ ନାହିଁ, ତାଙ୍କର ଶରଣରେ ଆସିବେ ନାହିଁ, ତ ତାଙ୍କ ଦୁନିଆରେ ବଞ୍ଚିବାର ହିଁ ଅଧିକାର ନାହିଁ। ଓକେ, ତାଙ୍କର ଯୋଉ ମାନେ ପୂର୍ବପୁରୁଷ ମାନଙ୍କର ଥଟ୍ କୁ ସେମାନେ କିପରି ପ୍ରିଜର୍ଭ ରଖିଛନ୍ତି। ଆଉ ଆମେ ଆଦିବାସୀ ମାନେ ଦେଖନ୍ତୁ, ଆମର ପୂର୍ବପୁରୁଷ ମାନଙ୍କର ମାନେ ଗୋଟେ ଜିନିଷ ପୂଜା କରିବା ପୂର୍ବରୁ ତାଙ୍କୁ 100ଟା କ୍ୱେଶ୍ଚିନ୍ କରାଉଛି। ତା ସତରେ ଅଛି ନା ମିଛରେ ଅଛି, କଣ ଏଟା ଅନ୍ଧବିଶ୍ୱାସ, ଅନ୍ଧଭକ୍ତି, ଏ ଜିନିଷ ସବୁ ନାମ ଦେଇଥାଉ। ଦେଖନ୍ତୁ, ଯଦି ନିଜର ପୂର୍ବପୁରୁଷ ମାନଙ୍କୁ ଯଦି ଉଚିତ ଶିକ୍ଷା ମାନେ ଭଲ ପାଇବାକୁ ଚାହୁଁଛ, ସେମାନେ ହିଁ ଖ୍ରୀଷ୍ଟିଆନିଟିକୁ ଫଲୋ କରିପାରିବେ। ଅଦରୱାଇଜ ସେମାନେ ଜଷ୍ଟ କାହା ପ୍ରଲୋଭନରେ ଆସିକି ହେଇଯାଇଥିବେ, ନହେଲେ ଅଲଗା ପ୍ରକାର କୋଉ ପ୍ରକାର ଇଏରେ ଆସିକି ଖ୍ରୀଷ୍ଟିଆନ ହେଇଯାଇଥିବେ। ଆକ୍ଚୁଆଲି ଖ୍ରୀଷ୍ଟିଆନିଟିର ମାନେ ହଉଛି ସେଇଟା ହିଁ, ନିଜର ଫୋର ଫାଦର ମାନଙ୍କୁ କେମିତି ଗ୍ଲୋରିଫାଇ କରିବା, ତାଙ୍କୁ କେମିତି ରେସପେକ୍ଟ ଦେବା, ସେଟା ହିଁ ଖ୍ରୀଷ୍ଟିଆନିଟିରୁ ଆସୁଛି। ଓକେ, ସେମାନେ ତାଙ୍କର ଭଗବାନ ଛାଡି ଆଉ ଗୋଟେ କଥା ସାଙ୍ଗମାନେ, ନିଜର ଯୋଉ ଫୋର ଫାଦର ମାନଙ୍କର ଯେ ଗ୍ଲୋରିଫାଇକୁ ମାନେ ତାଙ୍କର କଥାକୁ ଲୋକମାନଙ୍କ ପାଖରେ ପହଞ୍ଚେଇବେ। ଏନି ହାଉ ଯେମିତି ହଉ, ହଣା କଟା ହେଇକି ହଉ କି ବାଇ ପଇସା ହଉ କି ବାଇ ପ୍ରଲୋଭନ ହଉ, ଯେମିତି ବି ହଉ ତାଙ୍କେ ପହଞ୍ଚେଇ ଦେବେ। ଯାହା ଦ୍ୱାରା କି ବର୍ତ୍ତମାନ ପର୍ଯ୍ୟନ୍ତ ଆସିଛନ୍ତି। ବର୍ତ୍ତମାନ ବି ତାହାକୁ ଗୋଟେ ମାନେ ମୋଷ୍ଟ ପପୁଲାର ରିଲିଜନ ଭାବରେ ଇସଲାମ ଆଉ ଖ୍ରୀଷ୍ଟିଆନିଟିକୁ ମାନେ ଜଣା ଯାଉଛି। କଣ ପାଇଁ? ତାଙ୍କେ ତାଙ୍କର ଆନସିଷ୍ଟର ମାନଙ୍କୁ ସେତିକି ଭଲ ପାଉଛନ୍ତି ବୋଲି ତ ଏତେ ସ୍ପ୍ରେଡ କରୁଛନ୍ତି। ଓକେ, ତ ସେ ଜିନିଷ ତାଙ୍କର ଅଧିକାର ବି ଅଛି, ଆମେ କରିପାରୁନୁ ସେଟା ଅଲଗା କଥା, କିନ୍ତୁ ସେମିତି ହେବା ନିହାତି ଦରକାର। ଖ୍ରୀଷ୍ଟିଆନିଟିର ଏଇ ଜିନିଷ ମୁଖ୍ୟତଃ ଶିକ୍ଷା କରିବାକୁ ପଡିବ। ଓକେ, ଆମ ଫୋର ଫାଦର ମାନଙ୍କୁ କେମିତି ରେସପେକ୍ଟ ଦେଇଦେବା। ତା ସହିତ ସାଙ୍ଗମାନେ ତାଙ୍କେ ମାନେ ତାଙ୍କର ଫୋର ଫାଦର ମାନଙ୍କୁ ଯୋଉ ଇଏ କରିବା ପାଇଁ, ମାନେ ତାଙ୍କର ଯୋଉ ବିଶ୍ୱାସକୁ ଅଲଗା ଲୋକମାନଙ୍କ ଠାରୁ ମାନେ ସ୍ପ୍ରେଡ କରିବା ପାଇଁ ତାଙ୍କେ କେମିତି ବି ଚେଞ୍ଜ କରିପାରିବେ, ନିଜ ଅନୁସାରେ ମଡିଫାଇ କରିକି ବହୁତ ଜିନିଷ ମଡିଫାଇ କରିକି ଚେଞ୍ଜ କରିପାରିବେ, କିନ୍ତୁ ତାଙ୍କେ କେବେ ନିଜର ଫୋର ଫାଦରକୁ ଗ୍ଲୋରିଫାଇକୁ ରଖିବେ ନାହିଁ। ଯେମିତି ଦେଖିବେ ଆପଣ ମାନେ ତାଙ୍କେ ମାନେ ଯେ ଖ୍ରୀଷ୍ଟିଆନିଟିର ମାନେ ତାଙ୍କର ମନ ଇଥିକ୍ସ ଗୁଡାକ, ଇସଲାମ ହଉ କି ଖ୍ରୀଷ୍ଟିଆନିଟି, ତାଙ୍କେ ମନ ଇଥିକ୍ସ ତାଙ୍କର ପ୍ରଭୁ ଯୀଶୁ ଖ୍ରୀଷ୍ଟ କିମ୍ବା ଆଲ୍ଲାହ ଛଡା ଦୁନିଆରେ ଆଉ କିଏ ଭଗବାନ ନାହିଁ। କିନ୍ତୁ ଆଶ୍ଚର୍ଯ୍ୟ କଥା, ସେମାନେ ହିଁ ମୋଷ୍ଟ ସେକୁଲାର ଲୋକମାନେ। କିନ୍ତୁ ଆମେ କାହାକୁ ପୂଜା କରୁଛୁ? ଜଙ୍ଗଲ, ପାହାଡ, ପର୍ବତ, ସୂର୍ଯ୍ୟ, ଗଛ, ଲତା, ଜମି, ଘର, ଏସବୁ ଜିନିଷ ପୂଜା କରିକି ଆମେ ନନ୍ ସେକୁଲାର। ଦେଖନ୍ତୁ, ସେମାନେ ନିଜର ପୂର୍ବପୁରୁଷ ମାନଙ୍କ ପାଇଁ କୋଉ ପର୍ଯ୍ୟନ୍ତ ଯାଆନ୍ତି, ନିଜର ପୂର୍ବପୁରୁଷର ଲୋକମାନଙ୍କର ଆଇଡିଆକୁ ପ୍ରିଜର୍ଭ କରିବା ପାଇଁ କୋଉ ପର୍ଯ୍ୟନ୍ତ ଯାଆନ୍ତି, ସେଇ ଜିନିଷ ଖ୍ରୀଷ୍ଟିଆନିଟିରୁ ଶିଖିବାକୁ ପଡିବ। ଓକେ, ସୋ ଏତେ ସବୁ ଜିନିଷ ଅଛି। ଏଇ ଜିନିଷ ଗୁଡାକ ମୁଁ ମେନଲି ମତେ ବହୁତ ଭଲ ଲାଗିଲା ଖ୍ରୀଷ୍ଟିଆନିଟିର ଏଇ ଜିନିଷ ଗୁଡାକ। ବର୍ତ୍ତମାନ ପର୍ଯ୍ୟନ୍ତ ଆପଣ ମାନେ ବି ଦେଖିବେ ତାଙ୍କର ଯୋଉ ମାନେ ସେ ଯେମିତି ବି ହଉ, ତାଙ୍କର ଯୋଉ ଭଗବାନକୁ ମାନେ ତାଙ୍କର ଯୋଉ ପୂର୍ବପୁରୁଷ ମାନଙ୍କୁ ଲୋକମାନଙ୍କ ପାଖରେ ବିଶ୍ୱାସ ଜଣେଇବା ପାଇଁ, ତାଙ୍କୁ ଆକ୍ସେପ୍ଟ କରିବା ପାଇଁ ମଧ୍ୟ କହୁଛନ୍ତି, ଆକ୍ସେପ୍ଟ ବି କରୁଛନ୍ତି ବହୁତ ଲୋକ। ଯେମିତି ବି ହଉ, ବାଇ ପଇସା ହଉ କି ଲୋଭ ଦେଖିକି ହଉ କି ହଣା କଟା କରିକି ମଧ୍ୟ। ଆପଣ ମାନେ ଆକ୍ଚୁଆଲି ଆପଣ ମାନଙ୍କର ଯୋଉ ପାଷ୍ଟର ମାନେ ତାଙ୍କର ହିଷ୍ଟ୍ରି କହୁଥିବେ ନ କହୁଥିବେ ଜାଣିପାରୁନି, କିନ୍ତୁ ଖ୍ରୀଷ୍ଟିଆନିଟିକୁ ଯୋଉ ବଢେଇବା ପାଇଁ ବହୁତ ରକ୍ତ ଯାଇଛି। ଇସଲାମ କି ଖ୍ରୀଷ୍ଟିଆନିଟି ଧର୍ମକୁ ବଢେଇବା ପାଇଁ ବହୁତ ରକ୍ତ ଯାଇଛି, ଜାଣିଛନ୍ତି? ସେତି ରକ୍ତ ବଳି ପଡିଥିବାରୁ ଆଜି ଦୁନିଆର ସବୁଠାରୁ ପପୁଲାର ଆଉ ମୋଷ୍ଟ ପିସ୍ ରିଲିଜନ ଭାବରେ ଆଖ୍ୟା ପାଉଛି କିଏ? ଖ୍ରୀଷ୍ଟିଆନିଟି ଆଉ ଇସଲାମ। ବୁଝନ୍ତୁ ସାଙ୍ଗମାନେ, ଆପଣ ମାନେ ଆଠାରୁ ମଧ୍ୟ ଶିକ୍ଷା ପାଇପାରିବେ। ଓକେ, କିନ୍ତୁ ଆମେ 10ଟା ଭଗବାନଙ୍କୁ ପୂଜା କରିକି ତାଙ୍କର ଆଇଡିଓଲୋଜି ଦେଖିବାକୁ ପଡେ। ବର୍ତ୍ତମାନ ଦୁନିଆରେ ଆଇଡିଓଲୋଜି ହିଁ ଚାଲୁଛି ନା ନାଇଁ? ଆଇଡିଓଲୋଜି କିଏ ମାନେ କଣ? ଆମର ଆଇଡିଓଲୋଜି କଣ? ଆମେ ବହୁତ ଜିନିଷକୁ ବି ଆମେ ଭଗବାନ ବୋଲି ମାନିପାରୁ, ଯୋଉ ଦ୍ୱାରା କି ବର୍ତ୍ତମାନ ଆମର ମାନେ ଭାରତ କୋଉ ଗୋଟେ କଣ୍ଟ୍ରିକୁ ମାନେ ଆଟାକ କରିକି ତାଙ୍କ ମାନେ ଜବରଦସ୍ତ କନଭର୍ଟ କରିବାକୁ କେବେ ଟ୍ରାଏ କରିନଥିବ। ତୁ ହିନ୍ଦୁ ଧର୍ମ ମାନିବାକୁ ପଡିବ କରୁନଥିବ,
କିନ୍ତୁ ଖ୍ରୀଷ୍ଟିଆନିଟି ଆଉ ଇସଲାମରେ ଖଣ୍ଡାରେ ଧର୍ମ ସ୍ପ୍ରେଡ୍ ହେଇଛି, ଆପଣମାନେ ଜାଣିପାରିଥିବେ। ଓକେ, ସୋ ଏହି ଜିନିଷ ଗୁଡାକ ଶିକ୍ଷା ପାଇବାକୁ ପଡିବ, କାରଣ ତାଙ୍କର ଯୋଉ ଆନସିଷ୍ଟର ମାନେ ନିଜର ପୂର୍ବପୁରୁଷ ମାନଙ୍କର ଧର୍ମ ସଂସ୍କୃତିକୁ ବଞ୍ଚିବା ପାଇଁ ତାଙ୍କେ ରକ୍ତ ହଣାହଣି ପର୍ଯ୍ୟନ୍ତ ତାଙ୍କେ ଯାଆନ୍ତି। କିନ୍ତୁ ଆମେ ଏଠି ଆମର ଭାରତୀୟ ଆଦିବାସୀ ବା ଭାରତୀୟ ଧର୍ମ ସଂସ୍କୃତି ତ ସେମିତି ନାହିଁ। ଆମ ଆଦିବାସୀ ସଂସ୍କୃତି ତାଠାରୁ ଆଉ କିଛି ନାହିଁ। ଆମେ ବହୁତ ଜିନିଷ ଲିବ୍ରାର ଅଛୁ, ତଥାପି ଆମେ ନନ୍ ସେକୁଲାର। ବର୍ତ୍ତମାନ ପର୍ଯ୍ୟନ୍ତ ବି ଆପଣ ମାନେ ଲୋକାଲ ପଲିଟିକ୍ସ ବି ଦେଖିବେ, ଯୋଉମାନେ ବି ମାନେ ଯୋଉ ଜାଗାରେ ଖ୍ରୀଷ୍ଟିଆନ ହେଇଯାଇଥିବେ, ସେଠି ଯଦି ଜଣେ ଆମର ଆଦିବାସୀ ଲୋକଟା ହିନ୍ଦୁରେ ଯଦି ଉଠିବ, ଏକ୍ସେପ୍ଟ କରିବେ ନାହିଁ ତାଙ୍କେ। ଖ୍ରୀଷ୍ଟିଆନ ଲୋକମାନେ କେବେ ଏକ୍ସେପ୍ଟ କରିବେ ନାହିଁ। କି ମାନେ କଣ ଏଇଟା ଗୋଟେ କି ପ୍ରକାର ମାନେ ଇଏ ଚାଲିଛି, ସେଇ ଜିନିଷ ଆମକୁ ଶିଖିବାକୁ ପଡିବ। ତମେ ଯୋଉଟା ବି ହଉ, କିନ୍ତୁ ତମର ଫାଦର ମାନଙ୍କର ଧର୍ମକୁ ଯେମିତି ବି ହଉ ସ୍ପ୍ରେଡ କର, ଲଜିକାଲି ହଉ ନନ୍ ଲଜିକାଲି ହଉ, କିଛି ଫରକ ପଡିବ। କଣ ଅଛି ତାଙ୍କେ ଗୋଟେ ଲେଖିଲେ ନରଦେହରୁ ନାରୀ ତିଆରି ହେଇଗଲା ବା ସେଠି କିଛି ଲଜିକ ହିଁ ଦରକାର ନାହିଁ। ଗୋଟେ ମଣିଷକୁ ବନେଇଲେ, ମାଟିରେ ବନେଇଲେ, ତାପରେ ସେ ବଞ୍ଚିଲା, ତାକୁ ମାନେ ନାକରେ ଫୁଙ୍କି ଦେଇକି ବଞ୍ଚେଇ ଦେଲେ, ତାକୁ ଗୋଟେ ରଖିଲେ, ସେ ଏକା ଏକା ହେବାରୁ ତାକୁ ଦେଖି ଗୋଟେ ନାରୀକୁ ବନାଇଲା, ସେ ନରରୁ ଗୋଟେ ହାଡ ନେଇକି ସେ ନାରୀ ପାଖରେ ରଖିଦେଲେ, ମାନେ ପକେଇଦେଲେ, ତ ସେ ଗୋଟେ ଆଉ ତାର ଗୋଟେ କଣ ନାରୀ ଜନ୍ମ ହେଲା, ତାଙ୍କେ ଦି ଜଣ ହେଲେ, ପୁରା ପୃଥିବୀକୁ ସୃଷ୍ଟି କଲେ। ଦେଖୁଛନ୍ତି କଣ ଲଜିକ କଣ ଅଛି? କିଛି ସାଇଣ୍ଟିଫିକ ର ଲଜିକ ହିଁ ନାହିଁ ସେଠି। ଗୋଟେ ହ୍ୟୁମାନ ଇଭଲ୍ୟୁସନ ଟା ଗୋଟେ କୋଟି କୋଟି ବର୍ଷ ଲାଗିଛି, ସାଇଣ୍ଟିଷ୍ଟ ମାନେ ଯୋଉଟା କହୁଛନ୍ତି। କିନ୍ତୁ ତାଙ୍କେ ଖ୍ରୀଷ୍ଟାନିଟିର ସେମିତି ନାହିଁ, ଯୋଉଟା ଲେଖା ହେଇଛି ସେଟା ମାନିବାକୁ ବାଧ୍ୟ, ସେଠି କୋଶ୍ଚିନ୍ ହିଁ କରିପାରିବନି। ସେହି ଭଲ ପାଇବା, ସେହି ତ୍ୟାଗ ଖ୍ରୀଷ୍ଟାନିଟିରୁ ଶିଖିବାକୁ ପଡିବ।